ଆପଣମାନେ ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଆଜି ସମ୍ବାଦ ଖବରକାଗଜର ରବିବାର ପୃଷ୍ଠାରେ କବିତାଗୁଡ଼ିକ ପଢ଼ିବା ସମୟରେ ହଠାତ୍ ଆଖି ଆସି ଲାଗିଗଲା ଏକ ସୁନ୍ଦର କବିତା ପାଖରେ। କବିତାର ଶୀର୍ଷକ ହେଲା ବାପା। କବି ହେଉଛନ୍ତି ଚନ୍ଦନ କୁମାର ଦାସ। ଯେହେତୁ ଏହି କବିତାର ତଳେ ସେ କେଉଁଠାରେ ରୁହନ୍ତି ତା ବିଷୟରେ ଲେଖାଯାଇ ନାହିଁ, କେବଳ ମୋବାଇଲ ନମ୍ବରଟିଏ ଲେଖା ହୋଇଛି। ତାଙ୍କ ପାଖରେ କୃତଜ୍ଞତା ଜଣାଇ ତାଙ୍କର ବିନା ଅନୁମତିରେ ତାଙ୍କରି କବିତାଟିକୁ ପଢ଼ିବାର ସାହସ କରୁଛି। ତେବେ ଶୁଣିବା ସେହି ସୁନ୍ଦର କବିତାଟି, ଯାହାର ଶୀର୍ଷକ ହେଲା ବାପା। କବି ହେଉଛନ୍ତି ଚନ୍ଦନ କୁମାର ଦାସ। ବାପା ଏକ ବନ୍ଧନହୀନ ବନ୍ଧନୀ, ଯେଉଁଠି ବାନ୍ଧି ହେବାକୁ ଇଚ୍ଛା ହୁଏ ବାରମ୍ବାର, ନିସଙ୍କୋଚେ ନିସର୍ତ୍ତରେ। ପ୍ରେମ ବିଭୋର ହୃଦୟରେ ବାପା ଏକ ପ୍ରୀତିର ସନ୍ତକ। ବାପା ବୋଲି ଡାକିଦେଲେ ଘୁଞ୍ଚିଯାଏ ସମୁଦ୍ରେ ସନ୍ତାପ। ବାପା ଅଛନ୍ତି ବୋଲି ମର୍ତ୍ତ୍ୟ ମାଟିର ବୈକୁଣ୍ଠ ପ୍ରାଣ ହୁଏ ପ୍ରୀତିପୂର୍ଣ୍ଣ। ବାପା ଏକ ଅଲୌକିକ ଅନୁଭବ। ସଭ୍ୟତାର ସାହାନାଇରେ ସେ ଏକ ସଂସ୍କୃତିର ସ୍ୱର। ଚିନ୍ତାହୀନ ଚେତନାର ଚିତ୍ରିତ ଆତ୍ମା ଫୁଲ। ବାପା ଅଛନ୍ତି ବୋଲି ତ ଗଢ଼ା ହୁଏ ସମ୍ପର୍କର ସେତୁଟିଏ, ବିଶ୍ୱାସର ନୈସର୍ଗିକ ବନ୍ଧନଟିଏ। ବାପା ଏକ ଅନନ୍ତ ଅନ୍ତରର ଅନ୍ତହୀନ ଚେତନା। ସେ ବାପା ସର୍ଜନାର ନବ ସମ୍ଭାବନାଟିଏ, ସୃଷ୍ଟିର ଅନନ୍ୟ ପ୍ରତିଶବ୍ଦଟିଏ। ଅତି ସୁନ୍ଦର ଏ କବିତା। କବିତାର ସ୍ରଷ୍ଟା କବି ଚନ୍ଦନ କୁମାର ଦାସଙ୍କ ପାଖରେ କୃତଜ୍ଞତା ଜଣାଉଛୁ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ, ସେମାନେ ଏତେ ସୁନ୍ଦର ଭାବରେ ଆମ ସହିତ ଏହି କବିତାର ଆବୃତ୍ତିଟିକୁ ଶୁଣିଛନ୍ତି। ପୁଣି ଥରେ ଆଉ ଏକ ଅର୍ଘ୍ୟ ସହିତ ଆସନ୍ତା ଥର ପୁଣି ଥରେ ଦେଖା ହେବ। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ CH ଶାନ୍ତାକାର, କୋରାପୁଟରୁ। ନମସ୍କାର।